ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଆଦାନୀ କମ୍ପାନୀ ଜମି କିଣିବା ପରେ ବଲାଙ୍ଗୀର ଜିଲ୍ଲାରେ ରାଜନୀତି ଜୋରଦାର ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଛି। ଅନ୍ୟପଟେ ଆଦାନୀ କମ୍ପାନୀକୁ ଆଣି ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଆଦାନୀ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଅ ଦାବି ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ନଭେମ୍ବର 25 ତାରିଖରୁ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯାଇଛି। ପ୍ରତ୍ୟେକ ଦିନ ଖପ୍ରାଖୋଲ ବ୍ଲକ ବିଭିନ୍ନ ପଞ୍ଚାୟତବାସୀ ଧାରଣାକୁ ସମର୍ଥନ କରୁଥିବା ବେଳେ ରବିବାର ସପ୍ତମ ଦିନରେ ଗଣଧାରଣାରେ ପହଞ୍ଚି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ତାଙ୍କ ସମର୍ଥନଙ୍କ ସହ ଯାଇ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ବିଜେପି ସରକାର ଆସିବା ମାତ୍ରେ ସବୁ ବିକ୍ରି କରିଦେବାକୁ ଯୋଜନା ଆରମ୍ଭ କରାଯାଇଥିବା ବେଳେ ଯେଉଁ ଗନ୍ଧମାର୍ଦ୍ଦନକୁ ଅଞ୍ଚଳ ଲୋକେ ଭଗବାନ ବୋଲି ପୂଜା କରନ୍ତି ତାହାକୁ ମଧ୍ୟ ଆଦାନୀ କମ୍ପାନୀ ଠାରେ ବିକ୍ରି କରିବାକୁ ଯୋଜନା କରିସାରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଗନ୍ଧମାର୍ଦ୍ଦନରେ ଅନେକ ଔଷଧୀୟ ବୃକ୍ଷ ଥିବା ଜଣାପଡ଼ିଛି, ଯାହାକୁ ନିର୍ଭର କରି ହଜାର ହଜାର ପରିବାର ତାଙ୍କ ଜୀବନ ଜୀବିକା ବହନ କରୁଛନ୍ତି। ସେପଟେ ରାଜ୍ୟ ସରକାର ଓ ବନ ବିଭାଗ କହିଛି ଆଦାନୀ କମ୍ପାନୀ ବୃକ୍ଷରୋପଣ ପାଇଁ ଗନ୍ଧମାର୍ଦ୍ଦନ ତଳେ ଜମି କିଣିଛି। ତେବେ ପ୍ରଶ୍ନ ଉଠୁଛି, ସର୍ବାଧିକ ତାପମାତ୍ରା ଥିବା ଟିଟଲାଗଡ଼ ଅଞ୍ଚଳରେ ହଜାର ହଜାର ହେକ୍ଟର ସରକାରୀ ଜମି ରହିଥିବା ବେଳେ ସେହି ଅଞ୍ଚଳରେ କାହିଁକି ଆଦାନୀ କମ୍ପାନୀ ବୃକ୍ଷରୋପଣ କରୁନାହିଁ? ଏପଟେ ଗନ୍ଧମାର୍ଦ୍ଦନରେ ଭରପୁର ବୃକ୍ଷର ଜଙ୍ଗଲ ରହିଥିବା ବେଳେ କେତେ ଆବଶ୍ୟକ ରହିଛି ପୁଣି ଜଙ୍ଗଲ ସୃଷ୍ଟି କରିବା? ଯଦି ଖଣି ଖନନ କରାଯିବ ନାହିଁ ତେବେ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ସୁରକ୍ଷା ଆଇନ ପ୍ରସ୍ତାବ ଆଣିବା ସହିତ ଗନ୍ଧମାର୍ଦ୍ଦନରେ କୌଣସି ଖଣି ଖନନ କରାଯିବ ନାହିଁ ବୋଲି କ୍ୟାବିନେଟ ପକ୍ଷରୁ ଲିଖିତ ଦିଆଯାଉ ବୋଲି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ତାଙ୍କ ଅଭିଭାଷଣରେ କହିଛନ୍ତି। आज ये गणधारणा मु आसिक सामिल हबार उद्देश्य होउचे पहला माटी तापरे पार्टी आम राजनीति जगह करवा के नहीं आबार इ जगह आम गणमार्द्दन सुरक्षा समिति संगे मिसिक आम गणमार्द्दन आंदोलन के आगे तीव्र करवा के चाहूचु। जेते दिन पर्यंत ओडिशा सरकार तार कान ने तब्बार से कुंभकर्ण निद्रा जब तब ने भांगबा तब तब आम आंदोलन करमा और आंदोलन आम सामिल हमु। 14टा ब्लॉक काना समग्र ओडिशार युवक मान को नहीं करी राजरास्ता को उल्ला जीवा आम अनुरोध कर ओडिशा सरकार के यही गणधारणा मंच रु जे से माने लिखित प्रतिश्रुति दौन लिखित पूरा कैबिनेट रे मोहर मारी दौन जे सबुदिन लगी गणमार्द्दन पर्व सुरक्षित रहा कहा के दिया नहीं जाए गोटे प्रोसीडिंग कर पास कर दौन तापर आम ये गणधारणा उठमु नहले आगामी दिन रे हो कर जुए धरवा राजरास्ता आईन अमान्य आंदोलन हवा से लगी प्रशासन और ओडिशा सरकार केंद्र सरकार दायी रहे जेते शीघ्र होचे से माने ये आंदोलन के आसुन आसिक समस्त आलोचना करी से माने लिखित दौन और कैबिनेट रे वर्तमान विधानसभा चली से विधानसभा रे से माने लिखित कैबिनेट रे पास कर दौन जे गणमार्द्दन पर्वत सबुदिन सुरक्षित रहा से कहार नजर नहीं पड़ी पारे गोटे माने कैबिनेट रे लिखिक ताकू गुहित करा जो। पाटनागढ़ शेषदेव सिंह नाइक रिपोर्ट NTV।